ଖବର କାଗଜରେ ସ୍ଥାନ ପାଇଥିବା ଲତାଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରାଯାଇଛି। ଏ ଯାହାର ଛବି ଦେଖୁଛନ୍ତି ନିଜର ନାତୁଣୀଙ୍କ ସହିତ ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ପାଟଣାପୋଳ ଅନ୍ତର୍ଗତ ଜଗନ୍ନାବସୀ ଗ୍ରାମ ପଞ୍ଚାୟତ କୁଡ଼ଖମଳ ଗ୍ରାମର ଲତାମଣି ମହନ୍ତ। କିଏ ବାନ୍ଧିଲା କତ ପିଟବା ତାକୁ? ମୁଁ ତାଙ୍କର କିଏ ବାନ୍ଧିଲା କହ? ନିଜ ନାତୁଣୀଙ୍କ ସହିତ ଭିଡ଼ିଓଟି ଦେଖାଉଛି। ଦେଖନ୍ତୁ ସେ ନିଜର ନାତୁଣୀକୁ କେତେ ଭଲ ପାଉଛନ୍ତି ହେଲା। ସେ ଆଶ୍ୱାସନା ଦେଉଛନ୍ତି ବାପା ଆସିଲେ କହିଦେବୁ ମା ତୋତେ ବାନ୍ଧି ଦେଇଥିଲା ବୋଲି ହେଲା। ତାଙ୍କର ନାତୁଣୀ ସହିତ ବର୍ତ୍ତମାନ ସେ ଉପସ୍ଥିତ। ବର୍ତ୍ତମାନ ଦେଖନ୍ତୁ ବହୁତ ସାରା ପୋଲିସ ଏଠାରେ ଛିଡ଼ା ହେଇ ଗାର୍ଡ଼ ଅଫ୍ ଅନର ପ୍ରଦାନ କରୁଛନ୍ତି। ଆପଣ ଜାଣନ୍ତି ଏ ଗାର୍ଡ଼ ଅଫ୍ ଅନର କାହା ପାଇଁ? ଏ ଗାର୍ଡ଼ ଅଫ୍ ଅନର ହେଉଛି ସେଇ ନିଜର ନାତୁଣୀଙ୍କୁ ଧରି ଖେଳୁଥିବା ଶ୍ରୀମତୀ ଲତାମଣି ମହନ୍ତଙ୍କର। ସିଏ ହେଉଛନ୍ତି କୁଡ଼ଖମଳ ଗ୍ରାମର ଶ୍ରୀଯୁକ୍ତ କୁଳମଣି ମହନ୍ତଙ୍କର ପତ୍ନୀ ଲତାମଣି ମହନ୍ତ। ତାକୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ କରାଯାଉଛି। ତ ଦେଖନ୍ତୁ ସେ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରି ଆଉ ଜଣେ ମାନବର ଜୀବନକୁ ରକ୍ଷା କରିପାରିଛନ୍ତି। ତେଣୁ ସେ ହେଇଯାଇଛନ୍ତି ଧନ୍ୟ। ଆଜି ସମଗ୍ର ଭାରତବର୍ଷ ଓଡ଼ିଶାବାସୀ ଏବଂ ଏ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି ତାଙ୍କର ଏହିପରି ଏକ ମହାନ କାର୍ଯ୍ୟ ତଥା ତ୍ୟାଗ ଯୋଗୁଁ। ଦର୍ଶକ ବନ୍ଧୁ ଆପଣମାନେ ଦେଖନ୍ତୁ ମୃତ୍ୟୁ ପରେ ଅଙ୍ଗଦାନ କରି ଆଜି ସେ କିପରି ଅମରତ୍ୱ ଲାଭ କରିଛନ୍ତି। ବାସ୍ତବରେ ସେ ପାଲଟି ଯାଇଛନ୍ତି ଆମ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯେଉଁ ଶେଷକୃତ୍ୟ ସମ୍ପନ୍ନ ହୋଇଛି ଆଜି ଏ ଅଞ୍ଚଳ ପାଇଁ ଗର୍ବ ଆଉ ଗୌରବ। ସମସ୍ତେ ଆଜି ମର୍ମାହତ ଏମିତି ବ୍ୟକ୍ତିତ୍ୱର ଅଧିକାରୀ ଆଜି ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସଲାମ କରୁଛି ଆଜି ଏଠି ପୋଲିସ ପ୍ରଦାନ କରୁଛି ଆଜି ଫୁଲମାଳ ଏବଂ ଆଡ଼ିସନାଲ କଲେକ୍ଟର ଏଠି ପ୍ରଦାନ କରୁଛି ଆଜି ପୁଷ୍ପଗୁଚ୍ଛ। ଭାଗ୍ୟରେ ଥିଲେ ଏସବୁ ମିଳେ। ସେ ଜଣେ କୃଷକ ପରିବାରର ବୋହୂ ହୋଇ ଏମିତି ଏକ କାର୍ଯ୍ୟ କରିଯାଇଛନ୍ତି। ଦେଖନ୍ତୁ ଦିନେ ଲତାମଣି ମଧ୍ୟ ଚାହିଁଥିଲେ ନିଜର ନାତୁଣୀକୁ ଡକ୍ଟର କରିବାକୁ। ସେଇଥିପାଇଁ ସେ କେମିତି ନିଜର ନାତୁଣୀକୁ ଷ୍ଟେଥୋସ୍କୋପ୍ ଦେଖୁଛନ୍ତି ନା ବେକରେ ଗୋଡ଼ା ହେଇଛି କିଣିଦେଇ ସ୍ୱପ୍ନ ଦେଖିଥିଲେ ଯେ ତାଙ୍କର ନାତୁଣୀକୁ ଡକ୍ଟର କରାଇବେ। କିନ୍ତୁ ସେ ଅକାଳରେ ଝରି ପଡ଼ିଲେ। ତାଙ୍କର ଅଧୁରା ସ୍ୱପ୍ନ ପୂର୍ଣ୍ଣ ହୋଇପାରିଲାନି। ତାଙ୍କର ଅଧୁରା ସ୍ୱପ୍ନ ପୂର୍ଣ୍ଣ ସେନା ହୋଇପାରିଲାନି। କିନ୍ତୁ ତାଙ୍କର ଯେଉଁ ତ୍ୟାଗ ଆଜି ସମଗ୍ର ଓଡ଼ିଶାବାସୀ ଝୁରି ହେଉଛନ୍ତି। ସେ ଏପରି ଏକ ମହନୀୟ କାର୍ଯ୍ୟ କରିଦେଇଛନ୍ତି। ଆଜି ସମସ୍ତେ ତାଙ୍କର କଥାକୁ ମନେ ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଆପଣମାନେ ଦେଖିପାରୁଛନ୍ତି ନାତୁଣୀ କିପରି ବାରମ୍ବାର ଆଉ ଜେଜେମାର ସିଏ ମାପୁଛି ଏଇ ସ୍ୱପ୍ନ ଦେଖାଯାଉନି। ତେଣୁ ସେ ନାତୁଣୀର ସ୍ୱପ୍ନକୁ ସିନା ସାକାର କରିପାରିଲେ ନାହିଁ, କିନ୍ତୁ ନିଜ ମନରେ ବସା ବାନ୍ଧିଥିବା ସ୍ୱପ୍ନକୁ ସେ ସାକାର କରିଦେଇଗଲେ। ସମଗ୍ର ଅଞ୍ଚଳକୁ କନ୍ଦାଇ ଦେଇଗଲେ ଏବଂ ସ୍ୱର୍ଣ୍ଣାକ୍ଷରରେ ଲେଖି ଦେଇଗଲେ ଏ ଅଞ୍ଚଳ ପାଇଁ ଯେ ଏମିତି ଦୁନିଆରେ କାର୍ଯ୍ୟ କର ଯାହା ଯୁଗକୁ ଯୁଗ ଲୋକମାନେ ମନେ ରଖିବେ। ବାସ୍ତବରେ ଆଜି ସିଏ ମୋର ଶରୀରରେ ଆଉ ସ୍ୱର୍ଗପୁରରେ, କିନ୍ତୁ ଏ ଅଞ୍ଚଳ କ'ଣ ସମଗ୍ର ଓଡ଼ିଶା ପାଇଁ ସେ ଆଜି ଅମର ହୋଇଯାଇଛନ୍ତି।
ଏ ଦେଖନ୍ତୁ ବଞ୍ଚିଥିଲା ବେଳେ କିମ୍ବା ନାତୁଣୀଙ୍କ ସହିତ ପିଠା ଖାଉଛନ୍ତି। ଲେ 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 କରି ଟିକେ ଜୋରେ ତାଙ୍କର ନାତୁଣୀକୁ ସେ ବହୁତ ଭଲ ପାଆନ୍ତି।